ଶ୍ରୀରାମ ନାମର ମାହାତ୍ମ୍ୟ। ଗୋସ୍ୱାମୀ ତୁଳସୀଦାସ ସମଗ୍ର ରାମଚରିତ ମାନସରେ ରାମ ନାମର ମାହାତ୍ମ୍ୟ ବର୍ଣ୍ଣନା କରିଛନ୍ତି। ଏପରି ଚଉପାଇ ନାହିଁ ଯହିଁରେ ରାମ ନାମ ନାହିଁ। ର, ଅ, ମ ଏହି ତିନି ଅକ୍ଷର କଥାର କୌଣସି ଚଉପାଇ ନାହିଁ। ରାମ ନାମର ମାହାତ୍ମ୍ୟ ସମ୍ବନ୍ଧରେ ଗୋସ୍ୱାମୀଜୀଙ୍କ ମତ ଦିଆଗଲା। ରାମ ନାମଟି ମାତ୍ର ଭେଦରେ ଅଗ୍ନି ସୂର୍ଯ୍ୟଙ୍କ ମୂଳ ବୀଜ ଅଟନ୍ତି। ରାମ ନାମଟି ମାତ୍ର ଭେଦରେ ଅଗ୍ନି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମୂଳ ବୀଜ ଅଟନ୍ତି। ର ଅଗ୍ନି ବୀଜ ଶୁଭାଶୁଭ କର୍ମର ଭସ୍ମକାରୀ। ଅ ସୂର୍ଯ୍ୟ ବୀଜ ପାପାନ୍ଧକାର ନାଶକାରୀ। ମ ଚନ୍ଦ୍ର ବୀଜ ଶାନ୍ତିଦାନକାରୀ। ଏହି ତିନି ଶକ୍ତିର ଅଭାବରେ ତିନି ଦେବତା ନିରର୍ଥକ ହୋଇଯିବେ। ଏହି ବୀଜ ଶକ୍ତିକୁ ଅବଲମ୍ବନ କରି ତିନୋଟି ଅବତାରରେ ରାମ ନାମ ରହିଅଛି। ଯଥା ଅଗ୍ନିବଂଶରେ ପରଶୁରାମ ଅବତାର, ସୂର୍ଯ୍ୟବଂଶରେ ଶ୍ରୀରାମ ଅବତାର, ଚନ୍ଦ୍ରବଂଶରେ ବଳରାମ ଅବତାର ହୋଇଛନ୍ତି। ସୂର୍ଯ୍ୟ, ଅଗ୍ନି ଓ ଚନ୍ଦ୍ର ବିନା ସୃଷ୍ଟିର ସ୍ଥିତି ଅସମ୍ଭବ। ତେଣୁ ରାମ ନାମ ଜଗତର ମୂଳ କାରଣ। ବେଦର ପ୍ରାଣ ସ୍ୱରୂପ ଉକ୍ତ ତିନି ଶବ୍ଦରୁ ମକାର ଚନ୍ଦ୍ରବୀଜରୁ ବ୍ରହ୍ମା ଉତ୍ପତ୍ତି ହୋଇ ସୃଷ୍ଟି କରୁଅଛନ୍ତି। ଅକାର ସୂର୍ଯ୍ୟବୀଜରୁ ବିଷ୍ଣୁ ଉତ୍ପନ୍ନ ହୋଇ ପାଳନ କରୁଅଛନ୍ତି। ରକାର ଅଗ୍ନିବୀଜରୁ ରୁଦ୍ର ଉତ୍ପନ୍ନ ହୋଇ ସଂହାର କରୁଅଛନ୍ତି। ଏହି ନିର୍ଗୁଣ ନିରୁପମ ରାମନାମ ମହାମନ୍ତ୍ରକୁ ମହାଦେବ ଜପ କରୁଅଛନ୍ତି। ସେହି ନାମ ବଳରେ କାଶୀରେ ମନୁଷ୍ୟ ମଲେ ମୁକ୍ତି ପାଏ। ରାମ ନାମ ପ୍ରଭାବରୁ ମହାଦେବ କାଳକୂଟ ବିଷ ଭକ୍ଷଣ କରି ଦେବାକୁ ସକ୍ଷମ ହୋଇଥିଲେ। ରାମ ନାମର ଗାନ କରି ନାରଦ ଦେବର୍ଷି ଧ୍ରୁବ ପ୍ରଳୟରେ ଅଚଳ ରହି ଧ୍ରୁବଲୋକରେ ସ୍ଥାନ ପାଇଲେ। ପ୍ରହ୍ଲାଦ ରାମନାମ ଜପି ଭକ୍ତ ଶିରୋମଣି। ପବନସୁତ ହନୁମାନ ରାମନାମ ଗାଇ ରାମକୁ ବଶ କରି ରଖିପାରିଛନ୍ତି। ଚାରି ଯୁଗ ସତ୍ୟ, ତ୍ରେତା, ଦ୍ୱାପର, କଳି ତିନି କାଳ ଭୂତ, ବର୍ତ୍ତମାନ, ଭବିଷ୍ୟତ ତିନି ଲୋକ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ମଧ୍ୟରେ ରାମ ନାମ ସାର ଅଟେ। ରାମ ନାମର ମଧୁର ମନୋହର ଅକ୍ଷର ଦୁଇଟି ଉକ୍ତ ଲୋକଙ୍କ ଜୀବନ ଓ ଦୁଇ ନେତ୍ର ସ୍ୱରୂପ। ରାମ ନାମ ଦୁଇ ଅକ୍ଷର ନର ନାରାୟଣ ଦୁଇ ଭାଇ ପରି। ରାମ ଏହି ବର୍ଣ୍ଣ ଦୁଇଟି ସବୁ ବର୍ଣ୍ଣ ଉପରେ ଛତ୍ର ଓ ମୁକୁଟମଣି ସ୍ୱରୂପ। ର ସବୁ ବର୍ଣ୍ଣ ଉପରେ ରେଫର ହୋଇ ଛତ୍ର ଆକାରରେ ରହେ। ମ ଅନୁସ୍ୱାରଂ ହୋଇ ମୁକୁଟମଣି ପରି ଶୋଭା ପାଏ। ନାମ ଓ ନାମୀ ଅଭିନ୍ନ। ଉଭୟଙ୍କ ପରସ୍ପର ପ୍ରୀତି ଅଛି ଓ ଉଭୟେ ପରସ୍ପରର ଅନୁଗାମୀ ଅଟନ୍ତି। ଅର୍ଥାତ୍ ନାମ ଉଚ୍ଚାରଣ କଲେ ନାମୀ ଆସନ୍ତି। ନାମୀଙ୍କୁ ଚିନ୍ତା କଲେ ନାମ ଅଲକ୍ଷିତରେ ଜିହ୍ୱାମୂଳକୁ ଆସେ। ପୁଣି ନାମ ଓ ରୂପ ଏ ଦୁଇଟି ଈଶ୍ୱରଙ୍କ ଉପାଧି। ତାଙ୍କର ନାମ ଓ ରୂପ ଉଭୟେ ଅନିର୍ବଚନୀୟ, ଅନାଦି ଓ ଅନନ୍ତ। ନାମ ଉଚ୍ଚାରଣ କଲା ମାତ୍ରକେ ରୂପଚିନ୍ତା ପଥକୁ ଆସେ। ରୂପଚିନ୍ତା କଲା ମାତ୍ରକେ ନାମ ଜିହ୍ୱାରେ ଚିନ୍ତା କରେ। ଏହାର ମର୍ମ ଜ୍ଞାନୀମାନେ ବୁଝନ୍ତି। ତେଣୁ ନାମ ଓ ନାମୀ, ନାମ ଓ ରୂପ ଏ ଦୁଇ ମଧ୍ୟରେ ପ୍ରଭେଦ ଦେଖନ୍ତି ନାହିଁ। ନାମ ନାମୀ ମଧ୍ୟରେ ଭେଦ ନଥିବାରୁ କିଏ ବଡ଼ କିଏ ଛୋଟ ଏହା ବିଚାର କଲେ ଅପରାଧ ହୁଏ। ନାମ ନ ଜାଣିଲେ ହାତରେ ଥିବା ବସ୍ତୁ ମଧ୍ୟ ଚିହ୍ନି ହୁଏ ନାହିଁ। ରୂପ ନ ଦେଖି ବସ୍ତୁର ନାମ ଯଦି ସ୍ମରଣ କରାଯାଏ ତେବେ ବସ୍ତୁର ରୂପ ହୃଦୟକୁ ତତ୍କ୍ଷଣାତ୍ ଆସିଯାଏ ଓ ଅଧିକ ସ୍ନେହ ଦିଏ। ଯେତେ ବୁଝୁଥିବ ସୁଖ ଲାଗୁଥିବ କିନ୍ତୁ ବୁଝାଇ ହେବ ନାହିଁ। ସଗୁଣ ଏବଂ ନିର୍ଗୁଣ ମଧ୍ୟରେ ନାମ ଏକା ଉତ୍ତମ ସାକ୍ଷୀ। ନାମ ଚତୁରତାର ସହିତ ଦୋଭାଷୀ ଭାବରେ ସଗୁଣ ଏବଂ ନିର୍ଗୁଣ ଦୁଇଟି ଅର୍ଥ ପ୍ରକାଶ କରିପାରେ। ଯଥା ରାମ ଏହି ନାମଟି ଦୁଇଟି ଅର୍ଥ ପ୍ରକାଶ କରିପାରେ। ରମତେ ଇତି ରାମ ଏହା ନିର୍ଗୁଣ ଅର୍ଥ।
ରମୟତି ଇତି ରାମଃ ଏହା ସଗୁଣ ଦ୍ୟୋତକ। ବ୍ରହ୍ମଙ୍କର ଏହି ସୃଷ୍ଟି ପ୍ରପଞ୍ଚ ମଧ୍ୟରେ ଯାହାର ବୈରାଗ୍ୟ ଜନ୍ମେ ସେହି ଯୋଗୀ ଜିହ୍ୱାରେ ନାମ ଜପ କରି ଜାଗି ଉଠେ, ଆଉ ମୋହନିଦ୍ରାରେ ପଡ଼େ ନାହିଁ। ଯେ ନାମର ରହସ୍ୟ ଜାଣିବାକୁ ଚାହେଁ ସେ ଜିହ୍ୱାରେ ଜପିଲେ ଜାଣିପାରେ। ସାଧକ ମନ ଲଗାଇ ଜପ କଲେ ଅଣିମା ଆଦି ଅଷ୍ଟସିଦ୍ଧି ଲାଭ କରିପାରେ। କଳିଯୁଗରେ ନାମ ଛଡ଼ା ଅନ୍ୟ ଗତି ନାହିଁ। ରାମର ଅନ୍ୟ ଅର୍ଥ ମଧ୍ୟ ଅନ୍ୟ ଗ୍ରନ୍ଥରେ ଅଛି। ର କହିଲେ ପରମାତ୍ମା, ମ କହିଲେ ଆତ୍ମାରେ ଆସି ପହଞ୍ଚନ୍ତି। କିନ୍ତୁ ଅନ୍ୟ ଯୁଗରେ ରତ୍ନାକର ମରା ଶବ୍ଦ ଘୋଷୁଥିଲା, ଅର୍ଥାତ୍ ଆତ୍ମା ପରମାତ୍ମାଙ୍କ ପାଖକୁ ଯାଉଥିଲା। କିନ୍ତୁ ବାଳକାଳରେ ରାମ କହିଲା ମାତ୍ରେ ଆତ୍ମାକୁ ମୁକ୍ତି ଦେବା ପାଇଁ ପରମାତ୍ମା ଆସି ପହଞ୍ଚନ୍ତି। ଏଇଥିପାଇଁ କଳିକାଳ ଶ୍ରେଷ୍ଠ ଅଟେ। ସେଥିପାଇଁ ଗୋସ୍ୱାମୀଜୀ କହିଛନ୍ତି, ରାମ ନାମ ରୂପ ମଣିଦ୍ୱୀପକୁ ଜିହ୍ୱା ରୂପ ଦ୍ୱାର ବନ୍ଧରେ ଧରି ରଖ। ଯେବେ ଭିତର ବାହାର ଉଜାଲା ରଖିବାକୁ ଚାହଁ, ଅନ୍ୟ ଦୀପ ଲିଭିଯିବ, କିନ୍ତୁ ଏହି ଦୀପ ଲିଭିବ ନାହିଁ। राम नाम मन दीप धरो, जीह दे हरि द्वार। तुलसी भीतर बाहरे, जो चाहसी उजियार।